ଆମର ଭାଷା ଅନେକ କିନ୍ତୁ ଭାବ ଏକ। ଏତେ ଭାଷା ଏତେ ଧର୍ମ ଭିତରେ ଭାରତ ଏକ ଓ ଅଭିନ୍ନ ହୋଇ ରହିଛି। ଆମେ ଗୋଟିଏ ସାଂସ୍କୃତିକ ବନ୍ଧନରେ ଆବଦ୍ଧ ହୋଇ ରହିଛୁ। ବିବିଧତା ଭିତରେ ଅଖଣ୍ଡତାର ବାଣୀ ଆଦିକବି ସାରଳା ଦାସ ମଧ୍ୟ ପୂର୍ବରୁ ଶୁଣାଇଛନ୍ତି। କଳା, ସାହିତ୍ୟ, ଭାସ୍କର୍ଯ୍ୟ, ନୃତ୍ୟ ଓ ସଙ୍ଗୀତର ସମନ୍ୱୟରେ ଓଡ଼ିଆ ଜାତି ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଛନ୍ତି। ମାତୃଭାଷାର ଟେକ ରଖିବା ସମସ୍ତଙ୍କର କର୍ତ୍ତବ୍ୟ। ମାତୃଭାଷାରେ ଶିକ୍ଷା ଲାଭ କଲେ ପିଲାମାନେ ନିଜର ସଂସ୍କୃତି ଓ ପରମ୍ପରା ସହିତ ଯୋଡ଼ି ହୋଇଥାନ୍ତି। ଶହ ଶହ ବର୍ଷ ପରେ ଗୋଟିଏ କବିର ଜନ୍ମ ନିଏ ସମାଜକୁ ସୁଧାରିବାକୁ। ସାରସ୍ୱତ ଜଗତରେ ଗୋଟିଏ ବିସ୍ମୟ, ଅସମ୍ଭବ ସ୍ମରଣ ଶକ୍ତିର ଧନୀ ଲୋକକବିରତ୍ନ ପଦ୍ମଶ୍ରୀ ଡକ୍ଟର ହଳଧର ନାଗଙ୍କ ଜନ୍ମ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା ଘେଁସ ଗ୍ରାମରେ 1950 ମସିହା ମାର୍ଚ୍ଚ ମାସ 31 ତାରିଖରେ ହୋଇଥିଲା। ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଶିକ୍ଷା ଗ୍ରହଣ କଲାବେଳେ ହଳଧର ଦାରିଦ୍ର୍ୟ ପାଇଁ ପାଠପଢ଼ା ବନ୍ଦ କରିଦେଇଥିଲେ। ତାଙ୍କର ବାପା ପାଖ ପଡ଼ୋଶୀ ଘରୁ ରାମାୟଣ, ମହାଭାରତ, ହରିବଂଶ ପୁରାଣ ମାଗି ଆଣି ହଳଧରଙ୍କୁ ନୀତି ଗୋଟିଏ ଦୁଇଟି ଅଧ୍ୟାୟ ପଢ଼ିବାକୁ କହୁଥିଲେ। ରାତିରେ କିରୋସିନି ବତୀ ଲଗାଇ ହଳଧର ତାକୁ ପାଠ କରୁଥିଲେ। ସେତେବେଳୁ ରାମାୟଣ, ମହାଭାରତର ଗୋଟିଏ ଗୋଟିଏ ଅଧ୍ୟାୟ ମନେ ରହିଯାଉଥିଲା। 10 ବର୍ଷ ବୟସରେ ସେ ବାପା ମାଆଙ୍କୁ ହରାଇ ଦେଇଥିଲେ। ହଳଧରଙ୍କ ମୁଣ୍ଡରେ ବଜ୍ର ପଡ଼ିଯାଇଥିଲା। କୋମଳମତୀ ଶିଶୁ ବୟସରେ ସେ ଖେଳ କୁଦ ମଉଜ ମସ୍ତିରେ ଜୀବନ ବିତାଇବା ସମୟରେ ତାଙ୍କୁ ପେଟ ପାଇଁ ଗୋଟିଏ ହୋଟେଲରେ କପ୍ ପ୍ଲେଟ୍ ଧୋଇବାକୁ ପଡ଼ିଥିଲା। ହୋଟେଲବାଲାର ଗୋଟିଏ ରାଧାକୃଷ୍ଣ ମନ୍ଦିର ଥିଲା। ସେଠାରେ ସେ କୃଷ୍ଣଗୁରୁ ନାଚିଲେ। ତାପରେ ନିଜେ ଗୀତ ଲେଖି 30 ଜଣ ଝିଅ ପିଲାଙ୍କୁ ଏକତ୍ରିତ କରି କୃଷ୍ଣଗୁରୁ ନଚେଇଲେ। ହୋଟେଲ ମାଲିକଙ୍କ ଠାରୁ ସେ କେବଳ 2 ବେଳା ଖାଇବାକୁ ଏବଂ 2 ଖଣ୍ଡ କନା ପିନ୍ଧିବାକୁ ପାଉଥିଲେ। ହୋଟେଲରେ 2 ବର୍ଷ କାମ କଲା ପରେ ଦିନେ ତାଙ୍କ ସରପଞ୍ଚ ହାଇସ୍କୁଲ ହଷ୍ଟେଲରେ ରୋଷେଇଆ କାମ କରିବୁ ଚାଲ, ତୋତେ ଦରମା କରାଇଦେବି ବୋଲି କହିଲେ। ମାସକୁ 8 ଟଙ୍କା ଲେଖାଏଁ ଦରମା ମିଳିଲା। ସେଠାରେ ସେ 16 ବର୍ଷ ରୋଷେଇଆ କାମ କଲେ। ସେତେବେଳକୁ 40 ଟଙ୍କା ଲେଖାଏଁ ପାଉଥିଲେ ମାସକୁ। ଲୋକଗୀତ ନାଚରେ ରୁଚି ରଖୁଥିବା ହଳଧର ଦିନବେଳା କାମ ସାରି ରାତିରେ ଦଣ୍ଡନାଚ, କରମା, କୃଷ୍ଣଗୁରୁ ଇତ୍ୟାଦି ଦେଖିବାକୁ ଯାଉଥିଲେ। ତାପରେ ଆସ୍ତେ ଆସ୍ତେ ତାଙ୍କ ହାଇସ୍କୁଲ ହଷ୍ଟେଲ ବନ୍ଦ ହୋଇଗଲା। ଦିନେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ବଲାଙ୍ଗୀରର ମ୍ୟାନେଜର ସନ୍ତୋଷ ଦାସ ତାଙ୍କୁ ବିନା କାଗଜପତ୍ରରେ 1000 ଟଙ୍କା ଲୋନର ସୁବିଧା କରାଇଦେଲେ। ସେଥିରୁ ସେ 400 ଟଙ୍କାରେ ଗୋଟିଏ କେବିନ୍ କରି 600 ଟଙ୍କାର ସ୍କୁଲ ପିଲାମାନଙ୍କର ନିତ୍ୟ ବ୍ୟବହାର ଜିନିଷ ଯଥା କଲମ, ସିସା, ରବର, ଚକୋଲେଟ, ବିସ୍କୁଟ, ଚଣା, ବାଦାମ ଇତ୍ୟାଦି ରଖିଲେ। ରାତି ରାତି କରମା, କୃଷ୍ଣଗୁରୁ, ଦଣ୍ଡନାଚ, ଡାଲଖାଇ, ରସରକେଲି, ମାଇଲାଜଡ଼, ହୋମବଉଳି ସମ୍ପ୍ରଦା ଦେଖି ବେଶ ପ୍ରଭାବିତ ହୋଇଯାଉଥିଲେ ଏବଂ ସେ ସେଥିରେ ମଜ୍ଜି ଯାଉଥିଲେ। 1990 ମସିହାରେ ଗଙ୍ଗାଧର ମେହେର କଲେଜରେ ସାହିତ୍ୟ ସଂସଦ ଖୋଲା ହେଲା। ମାସର ଶେଷ ରବିବାର ଦିନ ସେମାନେ ସମ୍ବଲପୁରୀ କବିତା ଆସର କରୁଥିଲେ। ସେଥିରେ ସେମାନେ କବିତା ମାଧ୍ୟମରେ ପୁଅ ଝିଅ କମେଣ୍ଟ ମରାମରି ହେଉଥିଲେ। ଘେଁସର 2 ଜଣ ପିଲା ସେତେବେଳେ GM କଲେଜରେ ପଢ଼ୁଥାନ୍ତି। ଖରା ଛୁଟିରେ ସେମାନେ ଯେତେବେଳେ ଗାଁକୁ ଆସିଲେ ତାଙ୍କ ଅଞ୍ଚଳରେ ସାଇକେଲରେ ବୁଲି ବୁଲି ପ୍ରଚାର ପ୍ରସାର କଲେ ଏବଂ ଯେଉଁମାନେ ଢଗଢମାଳି ଗୀତ, କବିତା, ଲୋକଗୀତ ଗାଉଥିଲେ ସମସ୍ତଙ୍କୁ ଏକଜୁଟ କଲେ। ସେତେବେଳେ ହଳଧର ନାଗ ଡାଲଖାଇ, ରସରକେଲି, ମାଇଲାଜଡ଼, ଧୁନକେଲ, ଦଣ୍ଡଗୀତ ଗାଉଥିଲେ। ତେଣୁ ତାଙ୍କୁ ମଧ୍ୟ ଗୋଟିଏ ଗୀତ ଗାଇବାକୁ କହିଲେ। ତାଙ୍କ ଗୀତ ଶୁଣି ସେମାନେ ଖୁସି ହୋଇଗଲେ ଏବଂ ସେମାନେ ତାଙ୍କୁ କବିତା ଲେଖିବାକୁ କହିଲେ। କାହାକୁ ବା ଜଣାଥିଲା ଯେ ଏଇ ମଞ୍ଜିଟା ଦିନେ ବିଶାଳ ବଟବୃକ୍ଷର ରୂପ ନେବ ବୋଲି। ସେତେବେଳେ ସେ କବିତା କ'ଣ ଆଉ କେମିତି ଲେଖା ହୋଇ ଜାଣିନଥିଲେ। ସେତେବେଳେ ତାଙ୍କର ହସ୍ତଗତ ହେଲା କବିତା ପ୍ରବେଶ, ଯେଉଁଟାକି ହାଇସ୍କୁଲ ପାଠ୍ୟକ୍ରମରେ ଥିଲା। ଓଡ଼ିଆ ସାହିତ୍ୟରେ ଗାଁକୁ ନେଇ, ମାଆକୁ ନେଇ, ମାଟିକୁ ନେଇ, ମଶାଣିକୁ ନେଇ ଏବଂ ଗାଁର ଧୂଳିଆ ସଡ଼କକୁ ନେଇ କବିତା ରଚନା କରିବାରେ ସିଦ୍ଧହସ୍ତ କବି ବିନୋଦ ଚନ୍ଦ୍ର ନାୟକ ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ଯଶସ୍ୱୀ କାବ୍ୟସ୍ରଷ୍ଟା ଥିଲେ, ଯାହାଙ୍କ ଗ୍ରାମପଥ ରଚନା ଓଡ଼ିଆ ସାହିତ୍ୟ ଜଗତର ଦେବୀପ୍ୟମାନ ଦୀପଶିଖା କୁହାଯାଇଛି। ପଥ, ଆକାଶ, କ୍ଷେତ, କାଶଫୁଲ, ଗାଈଗୋଠ, ପୋଖରୀ ଗାଧୁଆ ତୁଠ ପଲ୍ଲୀ ଜୀବନର ଚରିତ୍ରକୁ ଉଦ୍ଭାସିତ କରୁଛି। ଗ୍ରାମ୍ୟ ଜୀବନର ସମସ୍ତ ପରିଧିକୁ ଛୁଇଁ ଯାଇଛନ୍ତି କବିତା ମାଧ୍ୟମରେ। ଏହି ଗ୍ରାମପଥ କବିତାଟି
ହଳଧର ନାଗଙ୍କ ହୃଦୟ ଓ ମନକୁ ଗଭୀର ଭାବେ ସ୍ପର୍ଶ କରିଥିଲା। କବି ପ୍ରାୟତଃ ପ୍ରକୃତିକୁ ନେଇକି ଲେଖେ। ହଳଧର ନାଗ 1990 ମସିହାରେ ପ୍ରଥମେ କବିତା ଲେଖା ଆରମ୍ଭ କଲେ। ସେତେବେଳେ ତାଙ୍କୁ 40 ବର୍ଷ ବୟସ ହୋଇଥିଲା। ତାଙ୍କର ପ୍ରଥମ କବିତା ଥିଲା ଢୋଡ଼ ବରଗଛ ବା ବୁଢ଼ା ବରଗଛ। ତାଙ୍କ ଗାଁ ମୁଣ୍ଡରେ ଥିବା ବୁଢ଼ା ବରଗଛକୁ କେନ୍ଦ୍ର କରି ସେ କବିତା ଲେଖା ଆରମ୍ଭ କଲେ। ଆସନ୍ତୁ ଶୁଣିବା କବିଙ୍କ ମୁଖରୁ ଢୋଡ଼ ବରଗଛ କବିତା। ପିଢ଼ି ପିଢ଼ି କରି କେତେ ପିଢ଼ି ଗଲା ମୁଡ଼ ଟେକି ଅଛେ ଠିଆ, ଗାଁ ମୁଡ଼ସାର ଢୋଡ଼ ବରଗଛ ଧରସାର ଡେବ୍ରିଆ। ପିଢ଼ି ପିଢ଼ି କରି କେତେ ପିଢ଼ି ଗଲା ମୁଡ଼ ଟେକି ଅଛେ ଠିଆ, ଗାଁ ମୁଡ଼ସାର ଢୋଡ଼ ବରଗଛ ଧରସାର ଡେବ୍ରିଆ। ଝୁପୁଡ଼ୁ ଝାପୁଡ଼ୁ ଢାପଗୁଡ଼ୁ ଗୁଡ଼ୁ ଖଲାରେ ଏତେ ଉଷା, ଡାହି ପୋଖରାର ତଲକେ ପାହାର ଡୋର ଡୋରା মেতা। অজা কোন অজা টিপন অজা যে চিহ্নার জনার জনে, চড়ুলে গছে ঝুলুলে দুলি গজা বয়সিয়া দিনে। ময়না হরল চরে দল দল পাচি গলে বড় ফল, সকালু সন্ধ্যে বসি যায় হাট গগা চবা কল কল। বৈশাখ মশিয়া দুই পহরিয়া বাট চলা চটচটে, ই গছ তলে ঘায়ে থাকি ফুটি ফের চালি যায় সোন বাটে। বড় পিলা আসে কনিয়া নেবাকে ইঠানু তো বজা মূল, ঝি খটি গলে ই বর তলে বিহা টুটে বিলকুল। মরা বুহি আনি ছনে উল্হা সন লেপি হলদি ওয়েলা, মাহেজি টুকেল ঘর লেহেটি সন ই ন ছাড়ি খোঁদা কুলা। রাত বিকালে সমসম চোর গাঁ খইলে হেলে কিনা, ই গছ তলে হেসি ভাগ মোটা টঙ্কা সুনা খুরি গিনা। রশিয়া টাক্সি রশিয়ান কে তো মাছি অন্ধরিয়া বেলে, উদলিয়া যাবে সৎকর্ষণ ই বরগছ তলে। দেখুছে জানুছে শুনুছে গুনুছে নাই ফুটে তার কাপু, କିଛି କହେ নাই କୁନ୍ଦା ସାକି ହେଇ, ଟେକି ଅଛେ ବାହା ବପୁ, ଟେକି ଅଛେ ବାହା ବପୁ। ବହୁତ ଘାତ ପ୍ରତିଘାତ ଭିତରେ ତାଙ୍କର ପଖାଳରୁ ପଦ୍ମଶ୍ରୀ ପର୍ଯ୍ୟନ୍ତ ଯାତ୍ରା ବିଷୟରେ ଆମେ ଜାଣିବା। ତାଙ୍କର ସରଳ ନିରାଡମ୍ବର ଜୀବନଯାପନ ପାଇଁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରନ୍ତି। ସାରା ଜୀବନ ସେ ଧୋତି ଗଞ୍ଜି ଏବଂ ଗାମୁଛାରେ ଦିନ ବ୍ୟତୀତ କରିଛନ୍ତି। ନା ଅଛି ପାଦରେ ଚପଲ, ନା ଅଛି କେଶ ବିନ୍ୟାସ। ଦାରିଦ୍ର୍ୟର କଷାଘାତ ଉପରୁ ଉଠି ସମାଜ ସଂସ୍କାର ପାଇଁ କଲମ ଚାଳନା କରିଛନ୍ତି। କବିର ମାନ ସମ୍ମାନ ଅପମାନ ଗର୍ବ ଅହଙ୍କାର କିଛି ନଥାଏ, ଯେଉଁଟାକି ପଦ୍ମଶ୍ରୀ ଡକ୍ଟର ହଳଧର ନାଗଙ୍କ ଜୀବନୀରେ ପ୍ରସ୍ଫୁଟିତ ହୋଇଥାଏ। ଗୋଟିଏ ହୋଟେଲରେ କପ୍ ପ୍ଲେଟ୍ ମାଜୁଥିବା ଅନାଥ ପିଲାଟି ଦିନେ ତାଙ୍କର ସାହିତ୍ୟ ସାଧନା ପାଇଁ ଭାରତ ସରକାରଙ୍କର 4ର୍ଥ ନାଗରିକ ସମ୍ମାନ ପଦ୍ମଶ୍ରୀ ପାଇବେ ବୋଲି କେହି କେବେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲେ। ଗୋଟିଏ ବ୍ଲକ ବେଶୀ ଟିକେ ଲମ୍ବା ହେଇଯିବ ଭାବି ଏହାକୁ 2ଟି ପାର୍ଟରେ ବିଭକ୍ତ କରାଯାଇଛି। ପାର୍ଟ 2ରେ ଆମେ ଜାଣିବା ତାଙ୍କ ଜୀବନର ଅବର୍ଣ୍ଣନୀୟ ଜୀବନ ଚରିତ ଉପରେ। ତାଙ୍କଠାରୁ ବହୁତ ପ୍ରେରଣା ପାଇପାରିବା। ଆଦର୍ଶ ମଣିଷ ଗୋଟିଏ ହିଁ ପ୍ରକୃତ ମଣିଷ ବୋଲି ସେ ପ୍ରମାଣ କରି ଦେଖାଇ ଦେଇଛନ୍ତି। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। କମେଣ୍ଟ ବକ୍ସରେ ଆପଣଙ୍କର ମୂଲ୍ୟବାନ ମତାମତଟିଏ ଦେଇ ଆମକୁ ଅନୁପ୍ରେରିତ କରନ୍ତୁ। ଅପେକ୍ଷାରେ ହଳଧର ନାଗ ପାର୍ଟ 2। ଜୟ ମା ସମଲେଶ୍ୱରୀ।